ଆପଣମାନେ ଜାଣିଛନ୍ତି କି ଆମେ ଉଡ଼ୁଥିବାର ସ୍ୱପ୍ନ ଦେଖୁ, କେବେ କେବେ ପଛେ ପଛେ କେହି ଧାଉଁଥିବାର ସ୍ୱପ୍ନ ଦେଖୁ, କେବେ ହଠାତ୍ ଗଡ଼ି ଯାଉଥିବାର ମଧ୍ୟ ଅନୁଭୂତି ହୁଏ ଆମମାନଙ୍କୁ। କିନ୍ତୁ ପ୍ରଶ୍ନ ହେଉଛି ଆମେ ଶୋଉଥିବା ବେଳେ ସ୍ୱପ୍ନ କାହିଁକି ଦେଖୁ? ଆଜିର ଭିଡ଼ିଓରେ ଆମେମାନେ ଜାଣିବା ସ୍ୱପ୍ନର ପୁରା ବିଜ୍ଞାନ, REM ସ୍ଲିପ୍ର ରହସ୍ୟ, ଭୟଙ୍କର ସ୍ୱପ୍ନ କାହିଁକି ଆସେ, ଆମେ କାହିଁକି ସ୍ୱପ୍ନକୁ ଭୁଲି ଯାଉ ବା ବେଳେବେଳେ ମନେ ମଧ୍ୟ ରୁହେ। ସବୁ କଥା ସରଳରେ ଆମେମାନେ ଆଜି ବୁଝିବା ଆଉ ଜାଣିବା ବୈଜ୍ଞାନିକ କାରଣ। ଆମେ ଯେତେବେଳେ ସ୍ୱପ୍ନ ଦେଖୁ ବା ଶୋଉ ସେତେବେଳେ ଆମ ଶରୀର ବିଶ୍ରାମ କରେ, କିନ୍ତୁ ମସ୍ତିଷ୍କ କେବେ ମଧ୍ୟ ପୁରା ଶୁଏ ନାହିଁ। ବିଜ୍ଞାନ ଅନୁସାରେ ସ୍ୱପ୍ନର ଦୁଇଟି ମୁଖ୍ୟ ଅବସ୍ଥା ଅଛି, ଗୋଟିଏ ହେଉଛି ନନ୍ REM ସ୍ଲିପ୍ ଆଉ ଗୋଟିଏ ହେଉଛି REM ସ୍ଲିପ୍। ସ୍ୱପ୍ନ ଅଧିକାଂଶ REM ସ୍ଲିପ୍ ସମୟରେ ହୁଏ। REM ସ୍ଲିପ୍ କ'ଣ ବର୍ତ୍ତମାନ ଜାଣିବା। REMର ଅର୍ଥ ହେଉଛି ରାପିଡ୍ ଆଇ ମୁଭମେଣ୍ଟ। ଏହି ସମୟରେ ଆଖି ତେଜ ତେଜ ହଲେ, ମାନେ ଜୋର ଜୋରେ ହଲେ। ବ୍ରେନ୍ ବହୁତ ଆକ୍ଟିଭ୍ ରୁହେ, ଶରୀର ପ୍ରାୟ ହଲି ନଥାଏ। ଏହି ଅବସ୍ଥାରେ ମସ୍ତିଷ୍କ ଗୋଟିଏ ମୁଭି ଭଳି ସ୍ୱପ୍ନ ତିଆରି କରେ। ଆମେ ସ୍ୱପ୍ନ କାହିଁକି ଦେଖୁ? ମେମୋରି ପ୍ରୋସେସିଂ। ଦିନରେ ଆମେ ଯେତେ କଥା ମଧ୍ୟ ଶିଖୁ ସେଗୁଡ଼ିକୁ ବ୍ରେନ୍ ଇମ୍ପୋର୍ଟାଣ୍ଟ ଅନଇମ୍ପୋର୍ଟାଣ୍ଟ ଭାବେ ଭାଗ କରିଥାଏ। ଏହି ପ୍ରୋସେସ୍ ସମୟରେ ସ୍ୱପ୍ନ ଦେଖାଯାଏ। ଇମୋସନାଲ୍ ବାଲାନ୍ସ। ଯାହା ବି ଆମର ସ୍ୱପ୍ନ ଥାଏ ସେଥିରେ ଷ୍ଟ୍ରେସ୍, ଫିୟର୍, ହାପିନେସ୍ ଏଗୁଡ଼ିକ ମଧ୍ୟ କମାଇବାରେ ସ୍ୱପ୍ନ ସାହାଯ୍ୟ କରିଥାଏ। ତେଣୁ ଅଧିକ ଟେନସନ୍ ହେଲେ ସ୍ୱପ୍ନ ଅଧିକ ଆସେ। ସାଇଣ୍ଟିଷ୍ଟ କହନ୍ତି ସ୍ୱପ୍ନ ସମୟରେ ବ୍ରେନ୍ ପ୍ରାକ୍ଟିସ୍ ମୋଡ଼୍ରେ ଥାଏ। ସେହି କାରଣରୁ କେବେ କେବେ ସଲ୍ୟୁସନ୍ ମଧ୍ୟ ସ୍ୱପ୍ନରେ ମିଳିଯାଇଥାଏ। ମାନେ ଆମର ଯାହା ବି କିଛି ଟେନସନ୍ ଥାଏ ବା କିଛି ପ୍ରୋବ୍ଲେମ୍ ଥାଏ ତା'ର ସଲ୍ୟୁସନ୍ ମଧ୍ୟ ଆମେମାନେ ସ୍ୱପ୍ନରେ ହିଁ ଭାବି ନେଇଥାଉ। ଭୟଙ୍କର ସ୍ୱପ୍ନ କାହିଁକି ଆସେ? ଅଧିକ ଟେନସନ୍, ଡର, ଖରାପ ଅନୁଭବ, ଭୟଙ୍କର ମୁଭି, ମସ୍ତିଷ୍କ ଏସବୁକୁ ସ୍ୱପ୍ନ ଆକାରରେ ବାହାର କରେ। କାହିଁକି ଆମେ ସ୍ୱପ୍ନକୁ ବେଳେବେଳେ ଭୁଲି ଯାଇଥାଉ? 90% ଲୋକ ସକାଳେ ସ୍ୱପ୍ନ ଭୁଲି ଯାଆନ୍ତି, କାରଣ REM ସ୍ଲିପ୍ ଶେଷ ହେଲେ ବ୍ରେନ୍ ତୁରନ୍ତ ନ୍ୟୁ ମୋଡ଼୍କୁ ଯାଏ। ପ୍ରତି ରାତିରେ କେତେ ସ୍ୱପ୍ନ ଆମେମାନେ ଦେଖିଥାଉ? ତେବେ ପ୍ରତି ରାତିରେ ଆମେମାନେ 3ରୁ 6ଟି ସ୍ୱପ୍ନ ଦେଖୁ, କିନ୍ତୁ ସମସ୍ତ ସ୍ୱପ୍ନ ମନେ ରହେ ନାହିଁ। ଅନ୍ଧ ଲୋକ ମଧ୍ୟ ସ୍ୱପ୍ନ ଦେଖିପାରନ୍ତି, ଏହା ଆପଣ ଜାଣିଥିଲେ କି? ଅନ୍ଧ ଲୋକମାନେ ମଧ୍ୟ ସ୍ୱପ୍ନ ଦେଖନ୍ତି, କିନ୍ତୁ ସେମାନଙ୍କର ସ୍ୱପ୍ନ ଶବ୍ଦ, ସ୍ପର୍ଶ, ଗନ୍ଧ ଉପରେ ଆଧାରିତ ହୁଏ। ସ୍ୱପ୍ନ ଓ ଭବିଷ୍ୟତ ମଧ୍ୟରେ କ'ଣ ସମ୍ପର୍କ ରହିଛି? କିଛି ଲୋକ ଭାବନ୍ତି ସ୍ୱପ୍ନ ଭବିଷ୍ୟତ କହେ। ବିଜ୍ଞାନ କହେ ସ୍ୱପ୍ନ ଭବିଷ୍ୟତ ନୁହେଁ, ଏହା ଆମର ମନର ପ୍ରତିଛବି। ତେଣୁ ସ୍ୱପ୍ନ କୌଣସି ଯାଦୁ ନୁହେଁ, ଏହା ମସ୍ତିଷ୍କର ଗୁପ୍ତ କାମ। ଆପଣ ଆଜି ଗୋଟିଏ ନୂଆ କଥା ଜାଣିଲେ ନା? ସ୍ୱପ୍ନ ଦେଖିବାରେ ମସ୍ତିଷ୍କର କାର୍ଯ୍ୟ କ'ଣ ଆଉ ମସ୍ତିଷ୍କ ଏହାକୁ କିପରି ଭାବେ ତୁଲାଏ। ଆପଣ ସମସ୍ତଙ୍କୁ ଆଜିର ଭିଡ଼ିଓଟା ହେଲ୍ପଫୁଲ୍ ଲାଗିଥିବ, ବହୁତ ଭଲ ମଧ୍ୟ ଲାଗିଥିବ। ଯଦି এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ଆଉ କିଛି ଇନଫର୍ମେଟିଭ୍ ଲାଗିଲା ତାହେଲେ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନିଅନ୍ତୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ। ଚ୍ୟାନେଲର ବେଲ୍ ଆଇକନ୍କୁ ପ୍ରେସ୍ କରିକି ଅଲ୍ ନୋଟିଫିକେସନ୍କୁ କ୍ଲିକ୍ କରିବା ଦ୍ୱାରା ଆପଣଙ୍କୁ ମୋର ସବୁ ଭିଡ଼ିଓର ନୋଟିଫିକେସନ୍ ପହଞ୍ଚିଯିବ।